कैथोलिक ईसाई परिवार ने गणेश उत्सव में धार्मिक सद्भाव दिखाते हुए अपने घर पर भगवान गणेश की मूर्ति को स्थापित किया है। फ्रैंकलिन पोल ने बनाया है, जिनका परिवार 2 दशकों से ज्यादा समय से अपने घर पर गणेश उत्सव मना रहा है। फ्रैंकलिन का कहना है कि हर साल उनके घर पर स्थापित होने वाले भगवान गणेश की मूर्ति अलग अलग सामाजिक उद्देश्य पर आधारित होती है। पर बप्पा को स्थापित करने वाले क्रिश्चियन कम्युनिटी या हम कहें ईसाई कम्युनिटी के लोग थे और उसी मंडल में हम इस समय आपको तस्वीरें दिखा रहे हैं कि 100% यहाँ पे हमारे यहाँ कैथलिक है, तो उन्होंने ही बात ये कहा कि अपन गणपति नहीं लाते, इसकी शुरुआत करते। और ये लोगों की जो है ये कम्युनिटी यहाँ पर ज्यादा रहती है, तो क्या जिस समय शाम को आरती होती है, सुबह की आरती होती है, वो लोग भी आते हैं पार्टिसिपेट करते? पूरा पूजा के दिन से वो पूरा रोज के लोग इन्वॉल्वमेंट है। इवन जो आरती के अंदर भी आप देखोगे, अगर आप इवनिंग में अभी आप आरती के टाइम पे आओगे तो आपको हमारे क्राउड के अंदर आपको 60% कैथलिक मिलेगा। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କ ପ୍ରତ୍ୟେକଙ୍କ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆପଣଙ୍କର ମନେ ଥିବ କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ପ୍ରାୟ 7 ମାସ ପୂର୍ବରୁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି ଯେ ଏକ ଚର୍ଚ୍ଚ ମଧ୍ୟରେ ଗଣେଶ ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା। ଗଣେଶ ମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା, ତା ସାମ୍ନାରେ ନୃତ୍ୟ ପରିବେଷଣ କରାଯାଇଥିଲା, ଗୀତ ଗାନ କରାଯାଇଥିଲା। ଆଉ ଗଣେଶ ମୂର୍ତ୍ତି ସାମ୍ନାରେ ଆଉ ଖ୍ରୀଷ୍ଟିଆନ ମାନେ ସେମାନେ କ'ଣ କରିଥିଲେ, ଗିଟାର ବଜେଇକି ସଙ୍ଗୀତ ପରିବେଷଣ ମଧ୍ୟ କରିଥିଲେ। ଆଉ ପରେ କିନ୍ତୁ ଏଇ ଖବର ଯେତେବେଳେ ଭାଇରାଲ ହେଲା, ପ୍ରଚାରିତ ହେଲା, ତେବେ ସେଇ ଯେଉଁ ଚର୍ଚ୍ଚର ଯେ ପାଷ୍ଟର ଥିଲେ, ଯିଏକି ଅନୁମତି ଦେଇଥିଲେ ଯେ ଗଣେଶ ମୂର୍ତ୍ତିକୁ ଚର୍ଚ୍ଚ ମଧ୍ୟରେ ସ୍ଥାପନ କରାଯାଉ, ତାଙ୍କୁ ଅବିଳମ୍ବେ ନିଲମ୍ବିତ କରାଯାଇଥିଲା, ବାହାର କରିଦିଆଯାଇଥିଲା। ଆଉ ଏଇଭଳି ଏକ ଘଟଣା ଘଟିଥିଲା ପ୍ରାୟ 1 ବର୍ଷ ପୂର୍ବରୁ। ଏଇଭଳି ଘଟଣା ଘଟିଥିଲା, ତାକୁ ନେଇ ମୁଁ ଗୋଟେ ଭିଡ଼ିଓ ବନେଇଥିଲି, ମୋର ଚ୍ୟାନେଲରେ ଏବେ ବି ଅଛି, ଯାଇକି ଦେଖିପାରିବେ। କିନ୍ତୁ ବର୍ତ୍ତମାନ ସେଇଭଳି ଆଉ ଏକ ଘଟଣା ଦେଖିବା ପାଇଁ ମିଳିଛି ଯେ ଏକ କ୍ୟାଥଲିକ୍ ପରିବାର, ଆଉ ସେମାନେ କ'ଣ କରିଛନ୍ତି, ଆଉ ସେମାନେ ଗଣେଶ ମୂର୍ତ୍ତିକୁ ସ୍ଥାପନ କରି ତାକୁ ପୂଜା ଅର୍ଚ୍ଚନା କରିଛନ୍ତି ଏବଂ ମୂର୍ତ୍ତି ସାମ୍ନାରେ ଦଣ୍ଡବତ ପ୍ରଣାମ କରିଛନ୍ତି। ଯେପରିକି ଗଣେଶ ପୂଜାରେ ଯେମିତି କରାଯାଏ ପୁରା ଏକ୍ଜାକ୍ଟ ସେମିତି କରାଯାଇଛି। ଆଉ ସେଇ ପରିବାର ନାଁ ହେଉଛି, ସେଇ ସଦସ୍ୟ ନାଁ ହେଉଛି ଫ୍ରାଙ୍କଲିନ୍ ପଲ୍, ଆଉ ଜଣେ କ୍ୟାଥଲିକ୍ ସଦସ୍ୟ। ଆଉ ସେ କ'ଣ କରୁଛନ୍ତି, ଗଣେଶ ମୂର୍ତ୍ତିକୁ ସେ ସ୍ଥାପନ କରୁଛନ୍ତି। କେବଳ ଆଜି ନୁହେଁ, ଏଇଭଳି ସେ 20 ବର୍ଷ ହେଲାଣି, ପ୍ରାୟ 20 ବର୍ଷ ହେବ ସେମିତି କରିଆସୁଛନ୍ତି। ଆଉ ପ୍ରତିବର୍ଷ 20 ବର୍ଷ ହେଲାଣି, ପ୍ରତିବର୍ଷ ସେ ଗଣେଶ ମୂର୍ତ୍ତିକୁ ସ୍ଥାପନ କରିକି ଆଉ ପୂଜା ଅର୍ଚ୍ଚନା କରାଯାଏ, ଆଳତି ଦିଆଯାଏ, ଯେମିତି କରାଯାଏ ଗଣେଶ ପୂଜାରେ ପୁରା ଏକ୍ଜାକ୍ଟ ସେମିତି ସେ କରିଆସୁଛନ୍ତି। ଏକ ଖବରରୁ ପ୍ରକାଶିତ ହୋଇଛି। ଆଉ ଏଇ ଯେଉଁ ଗଣେଶ ମୂର୍ତ୍ତି, ଆଉ ତାକୁ ତ ସେମାନେ 20 ବର୍ଷ ହେଲାଣି ଏ କାମ କରିଆସୁଛନ୍ତି। ତା ସହିତ ଆଉ ସେମାନେ ଏଇ ଗଣେଶ ମୂର୍ତ୍ତିକୁ କୌଣସି ବାହାରୁ ସେମାନେ କିଣିକି ଆଣନ୍ତି ନାହିଁ। ପ୍ରତିବର୍ଷ କ'ଣ କରନ୍ତି, ସେମାନେ ନିଜେ ତିଆରି କରନ୍ତି, ନିଜେ ଗଣେଶ ମୂର୍ତ୍ତିକୁ ତିଆରି କରିକି ସ୍ଥାପନ କରିକି ନିଜେ ପୂଜା ଅର୍ଚ୍ଚନା କରନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଯଦି କୌଣସି କ୍ୟାଥଲିକ୍ ଭାଇ କିମ୍ବା ଭଉଣୀ ମୋର ଭିଡ଼ିଓ ଦେଖୁଥାନ୍ତି, ତେବେ ସେମାନଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କର ସମାଜରେ, ଯଦି କ୍ୟାଥଲିକ୍ ସମାଜରେ ମୂର୍ତ୍ତି ପୂଜା ଯଦି ନାହିଁ, ତେବେ ଏହାର ଆପଣ ବିରୋଧ କରିପାରିବେ ନିଶ୍ଚିତ ଭାବରେ। କାରଣ ଅନେକ କହନ୍ତି ଯେ କ୍ୟାଥଲିକ୍ ଆଉ ସେମାନେ ମୂର୍ତ୍ତି ପୂଜାକୁ ସେମାନେ ଅନୁମତି ଦିଅନ୍ତି ନାହିଁ, ଏଇଭଳି କାହା ସାମ୍ନାରେ ଦଣ୍ଡବତ ହେବା ପାଇଁ ସେମାନେ ଅନୁମତି ଦିଅନ୍ତି ନାହିଁ। ଆଉ ମୁଁ ଯାହା ଶୁଣିଛି ତାହା ମୁଁ ଆପଣମାନଙ୍କୁ କହିଲି। ଆଉ ଯଦି ବା କ୍ୟାଥଲିକ୍ମାନଙ୍କ ମଧ୍ୟରେ ମୂର୍ତ୍ତି ପୂଜା ଅଛି, ଆଉ ତେବେ ଠିକ୍ ଅଛି, ନୋ ପ୍ରୋବ୍ଲେମ୍, କୌଣସି ପ୍ରୋବ୍ଲେମ୍ ନାହିଁ। ଯଦି ଆପଣମାନଙ୍କୁ ଲାଗୁଛି, ବିଶେଷ କରି
କ୍ୟାଥୋଲିକ ଭାଇ ଭଉଣୀମାନଙ୍କୁ ମୁଁ କହୁଅଛି, ଯଦି ଆପଣଙ୍କୁ ଏପରି ଲାଗୁଛି ଯେ ଏହା ହେଉଛି ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ, ତେବେ ଆପଣ ଏହାକୁ ନେଇକି ଆୱାଜ ଉଠାଇ ପାରିବେ ନିଶ୍ଚିତ ଭାବରେ। ଆଉ ଯେଉଁ ବ୍ୟକ୍ତି ଏ ମୂର୍ତ୍ତି ପୂଜା ଆଉ ମୂର୍ତ୍ତିକୁ ସ୍ଥାପନ କଲେ, ମୂର୍ତ୍ତି ପୂଜା କଲେ, କେବଳ ଆଜି ନୁହେଁ 20 ବର୍ଷ ହେଲାଣି କରିଆସୁଛନ୍ତି। ଆଉ ସେମାନଙ୍କ ବିଷୟରେ ଆପଣଙ୍କର ମତ କ'ଣ ନିଶ୍ଚିତ ଭାବରେ ଜଣାଇବେ, ଜଣାଇବା ନିମନ୍ତେ ଅନୁରୋଧ। ଆଉ ମୁଁ ଏଠାରେ କାହାକୁ ବିରୋଧ କରୁନାହିଁ, କାରଣ କାହାକୁ ଉପାସନା କରିବା, କାହାକୁ ପୂଜା କରିବା, ଏହା ଆମର ଭାରତ ସମ୍ବିଧାନ ଆମକୁ ସ୍ୱାଧୀନତା ଦେଇଛି। ଜଣେ ଚାହିଁଲେ ଗଣେଶ ପୂଜା କରିପାରିବ, ଜଣେ ଚାହିଁଲେ ବୁଦ୍ଧଙ୍କୁ ନିଜର ଈଶ୍ୱର ବୋଲି ମାନିପାରିବ, ଜଣେ ଚାହିଁଲେ ମୁସଲିମ ହୋଇପାରିବ, ଜଣେ ଚାହିଁଲେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିପାରିବ। ପ୍ରତ୍ୟେକ ଧର୍ମକୁ ଗ୍ରହଣ କରିବାର ସ୍ୱାଧୀନତା ଆଇନରେ ଦିଆଯାଇଛି। ସେଥିପାଇଁ ଆଇନଗତ ହିସାବରେ ମୋର କିଛି କହିବାର ନାହିଁ। ଯଦି ଆପଣଙ୍କର ଇଚ୍ଛା ହେଉଛି ତେବେ କରନ୍ତୁ, ତେବେ ମୋର କିଛି କହିବାର ନାହିଁ। କିନ୍ତୁ ଯଦି ଆମେମାନେ ଧର୍ମଶାସ୍ତ୍ରଗତ ସେହି ଅନୁସାରେ ଯଦି ଆମେ ଦେଖିବା, ସେହି ଆଧାରରେ ଏହା ନିଶ୍ଚିତ ଭାବରେ ଭୁଲ ଅଟେ। କାରଣ ଯଦି ଆମେ ଦେଖିବା ପବିତ୍ର ବାକ୍ୟ ବାଇବେଲର ପୁରାତନ ନିୟମରେ ଦ୍ୱିତୀୟ ପୁସ୍ତକ, ଯେଉଁଟାକି ଆମର ଅଛି ଯାତ୍ରା ପୁସ୍ତକ, ଯଦି ଆମେ ଯାତ୍ରା ପୁସ୍ତକ ଦେଖିବା ଆଉ 20 ଅଧ୍ୟାୟରେ ଲେଖା ଅଛି, ଯେଉଁ 10 ଆଜ୍ଞା ଅଛି, 10 ଆଜ୍ଞା ମଧ୍ୟରେ ଗୋଟିଏ ଆଜ୍ଞା ରହିଅଛି ଯେ ତୁମେ ଆମକୁ ଛାଡ଼ି ଆଉ କାହାକୁ ତୁମେ ଈଶ୍ୱର ରୂପେ ମାନିବ ନାହିଁ। ଆଉ ତୁମେ ଆମ ଛଡ଼ା ତୁମ ସାକ୍ଷାତରେ ଆଉ କୌଣସି ଦେବତା ହେବ ନାହିଁ, ପ୍ରଥମ ଆଜ୍ଞା। ଆଉ ଦ୍ୱିତୀୟ ଆଜ୍ଞା ହେଉଛି ତୁମେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ। ପୁରା ସ୍ପଷ୍ଟ ଭାବରେ ମନା କରାହେଇଛି ଯେ ତୁମେ କୌଣସି ମୂର୍ତ୍ତି ସାମ୍ନାରେ ଦଣ୍ଡବତ ହେବ ନାହିଁ, କୌଣସି ପ୍ରତିମା ସାମ୍ନାରେ ଦଣ୍ଡବତ ହେବ ନାହିଁ। ଆଉ ଦଣ୍ଡବତ ହେବା ତ ଦୂରର କଥା, ତୁମେ କୌଣସି ମୂର୍ତ୍ତିକୁ ତୁମେ ତିଆରି ମଧ୍ୟ କରିବ ନାହିଁ। ସେ ମୂର୍ତ୍ତି ହେଉ କିମ୍ବା ଫଟୋ ହେଉ ତୁମେ ତିଆରି କରିବ ନାହିଁ, ଆଉ ତା'ର ପୂଜା କରିବ ନାହିଁ। କାରଣ ଆମ୍ଭେ ସ୍ୱଗୌରବ ରକ୍ଷଣର ଉଦ୍ଯୋଗୀ ପରମେଶ୍ୱରକୁ। ପରମେଶ୍ୱର ନିଜର ଗୌରବକୁ କାହାକୁ ଦିଅନ୍ତି ନାହିଁ। କୌଣସି ମଣିଷ ନୁହେଁ, କୌଣସି ଦୂତ ନୁହନ୍ତି, କିମ୍ବା କୌଣସି ଖୋଦିତ ପ୍ରତିମା ନୁହେଁ, କୌଣସି କାଠ କିମ୍ବା ପଥର ନୁହେଁ। ପରମେଶ୍ୱରଙ୍କର ଏଇଟା ଗୋଟେ ଗୁଣ ଅଛି, ସେ ନିଜର ଗୌରବକୁ ଆଉ କାହାକୁ ମଧ୍ୟ ଦିଅନ୍ତି ନାହିଁ। ସେଥିପାଇଁ ପରମେଶ୍ୱର ଯେତେବେଳେ ମଶାଙ୍କୁ ଡାକିଲେ ସିନାଇ ପର୍ବତ ଉପରେ, ସେ ପ୍ରଥମ କରି ଏଇ ଆଜ୍ଞା ଦୁଇଟି ସେ କହିଲେ, ମଶା ତୁମେ ଲେଖ। ଆଉ ପରମେଶ୍ୱର କ'ଣ କଲେ, ସେ 10ଟି ଆଜ୍ଞା ଯେଉଁ ଦେଲେ, ଆଉ ମଶାଙ୍କୁ କହିଲେ ଯେ ତୁମେ ତୁମ ନିମନ୍ତେ ପ୍ରଥମ ଆଜ୍ଞା ହିଁ ଯେ ତୁମ୍ଭେ ଆମ୍ବ ଛଡ଼ା ଆଉ କାହାକୁ ତୁମେ ଈଶ୍ୱର ବୋଲି ତୁମେ ମାନିବ ନାହିଁ। ଆଉ ଦ୍ୱିତୀୟ ହେଉଛି କ'ଣ, ତୁମେ ନିଜ ପାଇଁ କୌଣସି ଖୋଦିତ ପ୍ରତିମା ତୁମେ ନିର୍ମାଣ କରିବ ନାହିଁ, କୌଣସି ମୂର୍ତ୍ତି ତୁମେ ନିର୍ମାଣ କରିବ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, এই ঘটনা ঘটি যাইআসছি, এটা হচ্ছে সত্য অটে। কারণ এইভাবে ঘটনা প্রায় বহুত কম দেখা যায় যে খ্রিস্টান মানে মূর্তি পূজা করিবা, আউ এটা বহুত কম দেখা যায়। তাপরে অনেক ভাবুথিবে যে যদি সেমানে মূর্তি পূজা কলে, বিশেষ করে খ্রিস্টান বিরোধী মান কথা মু কହୁଛି, যে সেমানে হয়তো ভাবুথিবে যে এমানে যাহা কলে ঠিক কলে, তবে তুমি কাহিঁকি মূর্তি পূজা করুন, তুমি কাহিঁকি গণেশকে পূজা করুন, তুমি কাহিঁকি ସରସ୍ୱତୀ, ଲକ୍ଷ୍ମୀ, ଦୁର୍ଗା, ଜଗନ୍ନାଥ ହେଲା, କୃଷ୍ଣ ହେଲା, ଏ ସମସ୍ତଙ୍କୁ ତୁମେ ପୂଜା କରୁନ କାହିଁକି? ଯେ ସେମାନଙ୍କର ଅବଗତି ନିମନ୍ତେ ମୁଁ କହିଦେଉଅଛି ଯେ ଖ୍ରୀଷ୍ଟିଆନ ମାନେ ହେଉଛନ୍ତି 4 ପ୍ରକାର। ଯେପରିକି ହିନ୍ଦୁ ଧର୍ମରେ ହିନ୍ଦୁମାନେ 4 ପ୍ରକାର, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର। ସେଭଳି ଖ୍ରୀଷ୍ଟିଆନ ବି 4 ପ୍ରକାର, ଯେପରିକି ବାପ୍ଟିଷ୍ଟ, ପେଣ୍ଟିକଷ୍ଟ, ଆଉ ପ୍ରୋଟେଷ୍ଟାଣ୍ଟ, ଆଉ ଗୋଟେ ହେଉଛି କ୍ୟାଥୋଲିକ। ଏବେ ତ ଆହୁରି ଅନେକ ପ୍ରକାର ଖ୍ରୀଷ୍ଟିଆନ ବାହାରିଲାଣି, ଯେପରିକି ହିନ୍ଦୁ ଧର୍ମରେ ଆହୁରି ଅନେକ ଜାତିଭେଦ ବାହାରିଲାଣି।
କିନ୍ତୁ ମୂଳ ଭାବରେ ଚାରି ପ୍ରକାର ଖ୍ରୀଷ୍ଟିଆନକୁ ନଜରରେ ରଖାଯାଇଛି। ପେଣ୍ଟିକଷ୍ଟ, ପ୍ରୋଟେଷ୍ଟାଣ୍ଟ, ବାପ୍ଟିଷ୍ଟ ଆଉ କ୍ୟାଥୋଲିକ। ଏ ଯେଉଁ ମୂର୍ତ୍ତି ପୂଜା କଥା ଆପଣ କହୁଛନ୍ତି, କୌଣସି ବାପ୍ଟିଷ୍ଟ କିମ୍ବା କୌଣସି ପେଣ୍ଟିକଷ୍ଟ କିମ୍ବା କୌଣସି ପ୍ରୋଟେଷ୍ଟାଣ୍ଟ, ଏମାନେ ପୁରା ଘୋର ବିରୋଧୀ, ମାନେ ମୂର୍ତ୍ତି ପୂଜାର ମାନେ ଘୋର ବିରୋଧୀ। ଆମେମାନେ ମଧ୍ୟ ମୂର୍ତ୍ତି ପୂଜାକୁ ଘୋର ଆମେ ବିରୋଧ କରୁ। ମୂର୍ତ୍ତି ପୂଜା ନ କର ବୋଲି ଅନ୍ୟମାନଙ୍କୁ ଆମେ ଶିକ୍ଷା ଦେଇଥାଉ। ତେବେ ଆମେ କିପରି ମୂର୍ତ୍ତି ପୂଜା କରିପାରିବୁ? ଆଉ କ୍ୟାଥୋଲିକ ମାନେ ସେମାନେ ମଧ୍ୟ କହନ୍ତି ଯେ ଆମେ ମୂର୍ତ୍ତି ପୂଜା ଆମେ କରୁନୁ। ଆଉ କିନ୍ତୁ ଦେଖାଯାଇଛି ଏଇ ଯେଉଁ ଭାଇ ଜଣକ, ଏମାନେ ହେଉଛନ୍ତି କ୍ୟାଥୋଲିକ। ଏମାନେ ନିଜ ଘରେ ଗଣେଶ ମୂର୍ତ୍ତିକୁ ତିଆରି କରିକି ନିଜେ ପୂଜା ଅର୍ଚ୍ଚନା କରନ୍ତି। ଆଉ ସେମାନଙ୍କର କହିବା ଅନୁଯାୟୀ କେବଳ ସେମାନେ ତାଙ୍କ ପରିବାର ରୁହନ୍ତି, ତାଙ୍କର ଆଖପାଖ ଏପରି 50-60 ପରିବାର ଏପରି ଅଛନ୍ତି ଯେଉଁମାନେ କି ମିଶିକି ସେମାନେ ଗଣେଶ ପୂଜାକୁ ସେମାନେ ପାଳନ କରିଥାନ୍ତି। ତେବେ ଏହି ବିଷୟରେ ଆପଣଙ୍କର ମତାମତ କ'ଣ? କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର।